ସକାଳ ପ୍ରାୟ 5ଟା ହେବ। ଶୀତ ପବନର ଏକ ଶୀତଳ ସ୍ରୋତ ସାରା ସହରକୁ ନିଜ ଆଲିଙ୍ଗନରେ ବାନ୍ଧି ରଖିଥିଲା। ଆକାଶର ତାରାମାନେ ଏବେ ବି ଝାପ୍ସା ଦେଖାଯାଉଥିଲେ, କିନ୍ତୁ ପୂର୍ବ ଦିଗରେ ସାମାନ୍ୟ ଲାଲିମା ଦେଖାଯାଉଥିଲା। କୁହୁଡ଼ିର ଏକ ମୋଟା ଚାଦର ଜାତୀୟ ରାଜପଥ ଉପରେ ପଡ଼ି ରହିଥିଲା, ଯେମିତି ପ୍ରକୃତି ନିଜେ କୌଣସି ରହସ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି। ହଠାତ୍ ଦୂରରୁ ଏକ ଘଡ଼ ଘଡ଼ ଶବ୍ଦ ଶୁଣାଗଲା। ଏକ ପୁରୁଣା ବାଇକ୍, ଯାହାର ଇଞ୍ଜିନ୍ ପ୍ରତିଟି ମିଟରରେ କଷ୍ଟ ଅନୁଭବ କରୁଥିଲା, କୁହୁଡ଼ି ଭିତରୁ ବାହାରି ଆସିଲା। ବାଇକ୍ଟି ଏତେ ପୁରୁଣା ଥିଲା ଯେ ତାର ଚେନ୍ ଏବଂ ବ୍ରେକ୍ରୁ ଏକ ବିକଟାଳ ଶବ୍ଦ ବାହାରୁଥିଲା। ଗାଡ଼ି ପଛରେ 2ଟି ବଡ଼ ଆଲୁମିନିୟମ ଡ୍ରମ୍ ବନ୍ଧା ହୋଇଥିଲା। ଗାଡ଼ିର ଗତି ସହିତ ଡ୍ରମ୍ ଭିତରେ ଥିବା କ୍ଷୀର ଛୁଳୁ ଛୁଳୁ ହୋଇ ବାହାରକୁ ବୋହି ଯାଉଥିଲା, ଯାହା ରାସ୍ତାର କଳା ପିଚୁ ଉପରେ ଧଳା ଗାର ଟାଣି ଦେଉଥିଲା। ବାଇକ୍ ଚଳାଉଥିବା ମହିଳା ଜଣକର ବେଶଭୂଷା ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ ଯେ ସେ ଜଣେ IPS ଅଫିସର। ତାଙ୍କ ଶାଢ଼ୀଟି ଅନେକ ଜାଗାରୁ ଚିରି ଯାଇଥିଲା, ରଙ୍ଗ ମଧ୍ୟ ଫିକା ପଡ଼ିଯାଇଥିଲା। ମୁଣ୍ଡରେ ଗୁଡ଼ା ଯାଇଥିବା ଗାମୁଛାଟି ତାଙ୍କ ମୁହଁକୁ ଅଧା ଢାଙ୍କି ରଖିଥିଲା, ଯେମିତି କେବଳ ତାଙ୍କର ତୀକ୍ଷ୍ଣ ଆଖି ଦୁଇଟି ବାହାରକୁ ଦେଖାଯାଉଥିଲା। ତାଙ୍କ ହାତରେ ମଇଳା ଲାଗିଥିଲା ଏବଂ ପାଦରେ ଥିବା ଚପଲ ହଳକ ଅନେକ ଥର ମରାମତି ହେଲା ପରି ମନେ ହେଉଥିଲା। ଏହି ରୂପ ଥିଲା SP ଟିନା ମାଥୁରଙ୍କର, ଜଣେ ଅଫିସର ଯିଏ ଅପରାଧ ସମୂଳେ ବିନାଶ କରିବା ପାଇଁ ଯେକୌଣସି ସୀମାକୁ ଯାଇପାରନ୍ତି। ଟିନାଙ୍କ ମନରେ ସେହି ସମୟରେ ଅନେକ ଚିନ୍ତା ଚାଲିଥିଲା। ସେ ମନେ ପକାଉଥିଲେ ସେହି ଅଭିଯୋଗ ଗୁଡ଼ିକୁ, ଯାହା ଗତ ଏକ ସପ୍ତାହ ଧରି ତାଙ୍କ ଟେବୁଲ ଉପରେ ଜମି ରହିଥିଲା। ନୀଳଗିରି ଚେକପୋଷ୍ଟ ସହରର ଏହି ପ୍ରବେଶ ପଥ ଏବେ ସାଧାରଣ ଲୋକଙ୍କ ପାଇଁ ନର୍କ ସଦୃଶ ହୋଇଯାଇଥିଲା। ବିଶେଷ କରି ସେହି ଗରିବ ଚାଷୀମାନେ, ଯେଉଁମାନେ ସକାଳୁ ସକାଳୁ ନିଜର ପରିଶ୍ରମର ଫଳ ବିକିବାକୁ ସହରକୁ ଆସନ୍ତି। ସେମାନଙ୍କୁ ପୋଲିସ ରୂପୀ ଶୋଷକମାନେ ନିର୍ଦ୍ଦୟ ଭାବେ ଲୁଟୁଥିଲେ। ଟିନା ଜାଣିଥିଲେ ଯେ ଯଦି ସେ ନିଜ ସରକାରୀ ଗାଡ଼ି, ବର୍ଦ୍ଦି ଏବଂ ସିକ୍ୟୁରିଟି ସହିତ ସେଠାକୁ ଯିବେ, ତେବେ ସବୁକିଛି ଠିକ୍ ଥିବାର ଅଭିନୟ କରାଯିବ। ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ତାଙ୍କୁ ସାଲ୍ୟୁଟ୍ ମାରିବେ ଏବଂ ତାଙ୍କୁ ଦେଖାଇବେ ଯେ ସେମାନେ କେତେ କର୍ତ୍ତବ୍ୟନିଷ୍ଠ କରୁଛନ୍ତି। କିନ୍ତୁ ସତ୍ୟ ଜାଣିବାକୁ ହେଲେ ନିଜକୁ ସେହି ସାଧାରଣ ଲୋକଙ୍କ ସ୍ଥାନରେ ରଖିବାକୁ ପଡ଼ିବ। ସେଥିପାଇଁ ସେ ଏହି ଅପରେସନ କ୍ଷୀରବାଲିର ଯୋଜନା କରିଥିଲେ। ତାଙ୍କ ଅଣ୍ଟାରେ ଲୁଚା ଯାଇଥିବା ଏକ ଛୋଟ ଅଡ଼ିଓ ରେକର୍ଡର ଏବଂ କାନ ପଛରେ ଥିବା ଏକ ଅଦୃଶ୍ୟ ମାଇକ୍ରୋ ୟୁରୋପ୍ସ ତାଙ୍କୁ ନିଜ ଟିମ୍ ସହ ଯୋଡ଼ି ରଖିଥିଲା। ଦୂରରୁ ଚେକପୋଷ୍ଟର ବ୍ୟାରିକେଡ୍ ଦେଖାଗଲା। କୁହୁଡ଼ି ଭିତରେ ଲାଲ ଏବଂ ନୀଳ ଆଲୁଅ ମିଞ୍ଜି ମିଞ୍ଜି ହେଉଥିଲା। ରାସ୍ତାରେ ଟ୍ରକ୍ ଗୁଡ଼ିକର ଏକ ଲମ୍ବା ଲାଇନ୍ ଲାଗିଥିଲା। ଟିନା ଦେଖିଲେ ଜଣେ ମୋଟାସୋଟା ପୋଲିସ ଅଫିସର ହାତରେ ଏକ ବାଡ଼ି ଧରି ବୁଲୁଛନ୍ତି। ସେ ହେଉଛନ୍ତି ସବ୍ ଇନ୍ସପେକ୍ଟର ବିକ୍ରମ ସିଂ। ତାଙ୍କ ମୁହଁରେ ଥିବା କ୍ରୂରତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ବିକ୍ରମ ସିଂ ସେତିକି ବେଳେ ଜଣେ ବୃଦ୍ଧ ପନିପରିବା ବେପାରୀର ସାଇକେଲକୁ ଅଟକାଇଥିଲେ। ସେ ବୃଦ୍ଧ ଜଣକ ହାତ ଯୋଡ଼ି କାକୁର୍ତ୍ତି ମିନତି ହେଉଥିଲେ। ସାହେବ, ଗତକାଲି ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି। ଆଜି ମାତ୍ର କିଛି ପରିବା ନେଇ ବଜାରକୁ ଯାଉଛି। ମୋ ପାଖରେ ଟଙ୍କାଟେ ବି ନାହିଁ। କିନ୍ତୁ ବିକ୍ରମ ସିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିଲା। ସେ ଜୋରରେ ବାଡ଼ିକୁ ସାଇକେଲ କ୍ୟାରିୟର ଉପରେ ପିଟିଲେ। ଟଙ୍କା ନାହିଁ ତ ଏଠାକୁ କାହିଁକି ଆସିଛୁ? ଚାଲ 50 ଟଙ୍କା କାଢ଼, ନହେଲେ ପରିବା ବ୍ୟାଗ ଏଇଠି ଛାଡ଼ିକି ଯା। ଟିନା ଏହା ଦେଖି ନିଜ ଭିତରେ ରାଗରେ ଜଳୁଥିଲେ। ଜଣେ ରକ୍ଷକ କିପରି ଭକ୍ଷକ ସାଜିପାରେ, କିନ୍ତୁ ତାଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ସେ ନିଜ ବାଇକ୍କୁ ଆଗକୁ ବଢ଼ାଇଲେ। ଯେମିତି ସେ ବିକ୍ରମଙ୍କ ପାଖରେ ପହଞ୍ଚିଲେ, ବିକ୍ରମ ନିଜ ବାଡ଼ି ଦେଖାଇ ଗାଡ଼ି ଅଟକାଇବାକୁ ଇସାରା କଲେ। ହେଇ କ୍ଷୀରବାଲି, ଗାଡ଼ି ରଖ। କୁଆଡ଼େ ଏତେ ଶୀଘ୍ର ଯାଉଛୁ? କାହାର ମରଣ ହୋଇଛି କି? ବିକ୍ରମଙ୍କ ପାଟିରୁ ମଦର ଦୁର୍ଗନ୍ଧ ଆସୁଥିଲା। ଟିନା ମୁଣ୍ଡ ନୁଆଇ ବାଇକ୍ ରଖିଲେ। ସାହେବ, ଟିକେ ଛାଡ଼ି ଦିଅନ୍ତୁ। କ୍ଷୀର ବେଳ ଗଡ଼ି ଯାଉଛି। ଡେରି ହେଲେ ଲୋକେ କେହି ବି ନେବେ ନାହିଁ। ଟିନା ଅତି ନିରୀହ ଏବଂ ଥରଥର ଗଳାରେ କହିଲେ। ବିକ୍ରମ ତାଙ୍କୁ ପାଦର ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କଲେ। ଆରେ ବଡ଼ ଚାଲାକ ମହିଳାଟେ ପରି ଲାଗୁଛୁ। ଦେଖିଲେ ଗାଡ଼ିର କାଗଜପତ୍ର, ହେଲମେଟ୍ କାହିଁ? ଗାଡ଼ିର ଆଲୁଅ ବି ଜଳୁନି। ଏମିତି ଯିବା ମାନେ ଆଇନର ଉଲ୍ଲଂଘନ କରିବା। ଟିନା କହିଲେ, ସାହେବ, ମୁଁ ଗରିବ ମଣିଷ। ଦିନକୁ 200 ଟଙ୍କା କଷ୍ଟେମଷ୍ଟେ ରୋଜଗାର ହୁଏ। କାଗଜପତ୍ର କେଉଁଠୁ ଆଣିବି? ବିକ୍ରମ କ୍ରୂର ଭାବେ ହସିଲେ। ଯଦି ରୋଜଗାର କରିବାକୁ ଚାହୁଁଛୁ, ତେବେ ପୋଲିସକୁ ଖୁସି ରଖିବା ଶିଖ। 500 ଟଙ୍କା କାଢ଼, ନହେଲେ ଗାଡ଼ି ଆଜି ଥାନାକୁ ଯିବ। ଟିନା ଜାଣିଶୁଣି କହିଲେ, ସାହେବ, 500 ଟଙ୍କା ତ ବହୁତ ବଡ଼ ରକମ। ଆପଣଙ୍କ ଉପର ହାକିମ କ'ଣ ଏତେ ଟଙ୍କା ମାଗୁଛନ୍ତି? ବିକ୍ରମ ବିରକ୍ତି ହୋଇ କହିଲେ। ଉପର ହାକିମଙ୍କ କଥା ଛାଡ଼। ନୂଆ SP ମ୍ୟାଡାମ ଆସିଛନ୍ତି। ସେ ବହୁତ ଖରାପ ଲୋକ। ତାଙ୍କୁ ମୋଟା ଅଙ୍କର ଟଙ୍କା ପଠାଇବାକୁ ପଡ଼ୁଛି। ସେଥିପାଇଁ ଆମେ ବି ମଜବୁର ଅଛୁ। ଚୁପଚାପ ଟଙ୍କା ଦେ। ଟିନା ଆଶ୍ଚର୍ଯ୍ୟ ହୋଇଗଲେ। ନିଜର ଦୁର୍ନୀତିକୁ ଲୁଚାଇବା ପାଇଁ ତାଙ୍କ ନାଁର ବ୍ୟବହାର, ଏହାଠାରୁ ବଡ଼ ଅପରାଧ କ'ଣ ହୋଇପାରେ? ସେ ବୁଝିଗଲେ ଯେ ଏହି ବିଶ୍ୱବୃକ୍ଷର ଚେର ବହୁତ ଗଭୀରକୁ ଯାଇଛି। କୁହୁଡ଼ିର ଘନତା ବଢ଼ିବା ସହିତ ଚେକପୋଷ୍ଟର ବାତାବରଣ ଅଧିକ ରହସ୍ୟମୟ ଉଠୁଥିଲା। ବିକ୍ରମ ସିଂ ଯେତେବେଳେ ଟିନାଙ୍କୁ
ଧମକ ଦେଉଥିଲେ। ଠିକ୍ ସେତିକି ବେଳେ ତାଙ୍କ ପକେଟରେ ଥିବା ସ୍ମାର୍ଟଫୋନ୍ ବାଜି ଉଠିଲା। ସେ ଟିନାକୁ ଏକ ରୁକ୍ଷ ଚାହାଣୀ ଦେଇ ଟିକେ ଦୂରକୁ ଘୁଞ୍ଚିଗଲେ। ଟିନା ନିଜ କାନରେ ଥିବା ଅତି କ୍ଷୁଦ୍ର ରିସିଭରକୁ ସକ୍ରିୟ କଲେ। ସେ ସ୍ପଷ୍ଟ ଶୁଣିପାରୁଥିଲେ ବିକ୍ରମଙ୍କ କଥାବାର୍ତ୍ତା। ଫୋନ୍ ଆରପଟୁ ଜଣେ ବ୍ୟକ୍ତି ଗମ୍ଭୀର ସ୍ୱରରେ କହୁଥିଲା, ବିକ୍ରମ, କାମ ପାଇଁ ପ୍ରସ୍ତୁତ ରୁହ। ଆଉ 10 ମିନିଟ୍ ପରେ ଧଳା ରଙ୍ଗର ଏକ କଣ୍ଟେନର ଟ୍ରକ୍ ସେଠାରେ ପହଞ୍ଚିଯିବ। ମନେ ରଖ, ସେଇଟାକୁ ବିନା କୌଣସିରେ ଚେକିଂ କରି ଛାଡ଼ିବୁ। ସେଥିରେ ଆମର ସ୍ପେଶିଆଲ ମାଲ ଅଛି। ଯଦି କେହି ପଚାରନ୍ତି କହିବୁ ସେଥିରେ ସରକାରୀ ରିଲିଫ୍ ସାମଗ୍ରୀ ଅଛି। ବିକ୍ରମ ଚାପା ସ୍ୱରରେ ଉତ୍ତର ଦେଲେ, ଜି ସାର୍, ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ସବୁ ସମ୍ଭାଳି ନେବି। କିନ୍ତୁ ମୋର ସେ 5 ଲକ୍ଷ ଟଙ୍କା। ଫୋନ୍ ଆରପଟୁ ଉତ୍ତର ଆସିଲା, ଟ୍ରକ୍ ପାର ହେବା ମାତ୍ରେ ତୋ ଆକାଉଣ୍ଟକୁ ଟଙ୍କା ଚାଲିଯିବ। ଆଉ ଶୁଣ, ଏସିପି ଟିନା ମାଥୁରଙ୍କ ଉପରେ ନଜର ରଖ। ସେ ଆଜିକାଲି ସହରରେ ବୁଲୁଛନ୍ତି। ବିକ୍ରମ ହସିକି କହିଲେ, ଆରେ ସାର୍, ସେ ମ୍ୟାଡାମ କେଉଁଠି ଏସି ଗାଡ଼ିରେ ଶୋଇଥିବେ। ଏଠି ଏସି ଶୀତରେ ଆସିବା ତାଙ୍କ ଦ୍ୱାରା ହେବନି। ଟିନାଙ୍କ ଓଠରେ ଏକ ବ୍ୟଙ୍ଗାତ୍ମକ ହସ ଖେଳିଗଲା। ସେ ତୁରନ୍ତ ନିଜର ଗୁପ୍ତ ଟିମ୍କୁ ସଂକେତ ଦେଲେ। ତାଙ୍କ ଟିମ୍ର ସଦସ୍ୟମାନେ ସେହି ଚେକ୍ ପୋଷ୍ଟର 500 ମିଟର ଦୂରରେ ସିଭିଲ ଡ୍ରେସ୍ରେ ଲୁଚି ରହିଥିଲେ। ଟିନା ମେସେଜ ଦେଲେ, ଟାର୍ଗେଟ୍ ଲୋକେଟେଡ୍। ଧଳା ଟ୍ରକ୍କୁ ଚାରିପଟୁ ଘେରିବା ପାଇଁ ପ୍ରସ୍ତୁତ ହୁଅ। ବିକ୍ରମ ଫୋନ୍ ରଖି ଟିନାଙ୍କ ପାଖକୁ ଫେରିଲେ। ସେ ଏବେ ଅଧିକ ବେପରୁଆ ହୋଇଯାଇଥିଲେ। ଏଇ କ୍ଷୀରବାଲି, ତୋ ପାଖରେ ଯଦି କିଛି ସୁନାଗହଣା ଅଛି ତେବେ ଦେ, ନହେଲେ ମୁଁ ତୋ ବାଇକ୍ ଚାବି ନେଇଯିବି। ଟିନା ଅତି ନିରୀହ ଭାବେ କହିଲେ, ସାହେବ, ମୋ ପାଖରେ କିଛି ନାହିଁ, କେବଳ ଏହି କ୍ଷୀର ଆଉ ଏକ ଛୋଟ ପୁଡ଼ିଆ ଅଛି। ସେ କୌଶଳ କ୍ରମେ ବିକ୍ରମକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଟାଣି ନେଉଥିଲେ, ଯେଉଁଠାରେ କ୍ୟାମେରାର କୋଣ ସ୍ପଷ୍ଟ ଥିଲା। ଠିକ୍ ସେହି ସମୟରେ କୁହୁଡ଼ିକୁ ଚିରି ଏକ ବିରାଟ ଧଳା ଟ୍ରକ୍ ଆସୁଥିବାର ଦେଖାଗଲା। ଟ୍ରକ୍ର ହେଡଲାଇଟ୍ ବିକ୍ରମଙ୍କ ମୁହଁ ଉପରେ ପଡ଼ିଲା। ସେ ତୁରନ୍ତ ନିଜ କନେଷ୍ଟବଳମାନଙ୍କୁ ଚିତ୍କାର କରି କହିଲେ, ଜଲ୍ଦି ବ୍ୟାରିକେଡ୍ ଖୋଲ, ସାହେବଙ୍କ ଗାଡ଼ି ଆସୁଛି, ଏହାକୁ ଅଟକାଅ ନାହିଁ। କିନ୍ତୁ ଟିନା ଜାଣିଥିଲେ ଏହା ହିଁ ସେହି ସମୟ। ଯେମିତି ଟ୍ରକ୍ଟି ବ୍ୟାରିକେଡ୍ ପାଖକୁ ଆସିଲା, ଟିନା ନିଜର ବାଇକ୍କୁ ରାସ୍ତା ମଝିରେ ଆଡ଼ବାଗ କରି ରଖିଦେଲେ। ଟ୍ରକ୍ ଡ୍ରାଇଭର ଜୋରରେ ବ୍ରେକ୍ ମାରିଲା। ବିକ୍ରମ ରାଗରେ ଲାଲ ହୋଇଗଲେ। ସେ ଟିନାଙ୍କ କାନ୍ଧକୁ ଝିଙ୍କି ଧରିଲେ, ତୋର ଏତେ ସାହସ, ତୁ ଜାଣିଛୁ ଏହି ଗାଡ଼ି କାହାର? ମୁଁ ତତେ ଏଇଠୁ ଗୁଳି କରିଦେବି। ଟିନା ହଠାତ୍ ନିଜର ସ୍ୱର ବଦଳାଇ ଦେଲେ। ତାଙ୍କ କଣ୍ଠରେ ଏବେ ଏକ ଆଜ୍ଞାବହ ଅଧିକାରୀର ଗମ୍ଭୀରତା ଥିଲା। ସେ ବିକ୍ରମଙ୍କ ହାତକୁ ଧରି ଏପରି ଏକ କାଇଦାରେ ମୋଡ଼ିଦେଲେ ଯେ ବିକ୍ରମଙ୍କ ହାତରୁ ବାଡ଼ିଟି ତଳେ ଖସି ପଡ଼ିଲା। ବିକ୍ରମ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ, ତୁମେ ଜଣେ ପୋଲିସ ଅଫିସର ନା ଅପରାଧୀଙ୍କ ଦଲାଲ? ଟିନାଙ୍କ ଏହି ପ୍ରଶ୍ନ ଶୁଣି ବିକ୍ରମ ସ୍ତବ୍ଧ ହୋଇଗଲେ। ସେତିକିବେଳେ ରାସ୍ତା କଡ଼ରେ ଶୋଇଥିବା ଭିକାରୀ, ଟ୍ରକ୍ ମରାମତି କରୁଥିବା ମେକାନିକ୍ ଏବଂ ଚା ଦୋକାନରେ ବସିଥିବା ଲୋକମାନେ ହଠାତ୍ ନିଜ ଜ୍ୟାକେଟ୍ ଭିତରୁ ପିସ୍ତଲ ବାହାର କଲେ। ସେମାନେ ଥିଲେ ଟିନାଙ୍କ ସ୍ପେଶିଆଲ ଫୋର୍ସ। ଟିନା ନିଜ ମୁଣ୍ଡରୁ ଗାମୁଛାଟି ଫିଙ୍ଗିଦେଲେ। ତାଙ୍କ ମଇଳା ଶାଢ଼ୀ ତଳୁ ସେ ନିଜର ସରକାରୀ ଆଇଡି କାର୍ଡ ଏବଂ ବନ୍ଧୁକ ବାହାର କଲେ। ମୁଁ ଏସ୍ପି ଟିନା ମାଥୁର। ବିକ୍ରମ ସିଂ, ତୁମର ଅଧା ଏଇଠି ଶେଷ ହେଲା। ବିକ୍ରମ ମୁହଁରୁ ରକ୍ତ ଶୁଖିଗଲା। ସେ ଯେଉଁ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ, ସେ ତାଙ୍କର ସର୍ବୋଚ୍ଚ ବସ୍ ବାହାରିଲେ। ତାଙ୍କ ଆଖି ସାମ୍ନାରେ ଅନ୍ଧାର ହୋଇଗଲା। ଟ୍ରକ୍ ଡ୍ରାଇଭର ଗାଡ଼ିରୁ ବାହାରି ଖସିଯିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଟିନା ଚିଲ ପରି ତା ଉପରକୁ ଡେଇଁ ପଡ଼ିଲା। ଟିନାଙ୍କ ମାର୍ଶାଲ ଆର୍ଟ କୌଶଳ ଆଗରେ ସେ ଦୁର୍ଦ୍ଦାନ୍ତ ଅପରାଧୀ ବି ହାର ମାନିଗଲେ। ତାକୁ କାବୁ କରିବା ପରେ ଟିନା ଟ୍ରକ୍ ପଛ କବାଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ। ଯେତେବେଳେ ଟ୍ରକ୍ ଖୋଲାଗଲା, ସେଠାରେ ଉପସ୍ଥିତ ସମସ୍ତ ଚକିତ ହୋଇଗଲେ। କ୍ଷୀର ଡବାଗୁଡ଼ିକ ଉପରେ ରଖାଯାଇଥିଲା, କିନ୍ତୁ ତା ତଳେ ଥିଲା ଗୁପ୍ତ କୋଠରୀ। ସେଥିରେ ଥିଲା ବହୁ ପରିମାଣର ଗଞ୍ଜେଇ, ନିଷିଦ୍ଧ ନିଶାଦ୍ରବ୍ୟ ଏବଂ ସବୁଠୁ ଭୟଙ୍କର ଏକାଧିକ ଅତ୍ୟାଧୁନିକ ବିଦେଶୀ ବନ୍ଧୁକ। ଏହା କେବଳ ଲାଞ୍ଚ ନୁହେଁ, ବରଂ ଦେଶର ସୁରକ୍ଷା ପ୍ରତି ଏକ ବଡ଼ ବିପଦ ଥିଲା। ଟିନା ବିକ୍ରମଙ୍କ ପାଖକୁ ଗଲେ। ବିକ୍ରମ ଏବେ ଟିନାଙ୍କ ଗୋଡ଼ ତଳେ ପଡ଼ି କାନ୍ଦୁଥିଲେ। ମ୍ୟାଡାମ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ଲୋଭରେ ପଡ଼ି ଏମିତି କରିଦେଲି। ଟିନା ଘୃଣାରେ କହିଲେ, କ୍ଷମା? ତୁମେ ଯେତେବେଳେ ସେହି ଗରିବ ଚାଷୀକୁ ଶୋଷଣ କରୁଥିଲ, ସେତେବେଳେ ତୁମର ଦୟା କୁଆଡ଼େ ଯାଇଥିଲା? ଯେତେବେଳେ ତୁମେ ମୋ ନାଁ ନେଇ ଲାଞ୍ଚ ମାଗୁଥିଲ, ସେତେବେଳେ ତୁମର ମର୍ଯ୍ୟାଦା କୁଆଡ଼େ ଥିଲା? ତୁମ ପରି ଅଧିକାରୀଙ୍କ ପାଇଁ ଆଜି ପୋଲିସ ବିଭାଗ କଳଙ୍କିତ ହୋଇଯାଇଛି। ଟିନା ତୁରନ୍ତ ନିଜ ଫୋନ୍ରେ ଆଇଜି ସାହେବଙ୍କୁ କଲ୍ କଲେ। ସାର୍, ଅପରେସନ କ୍ଷୀରବାଲି ସଫଳ ହୋଇଛି। ଆମେ କେବଳ ଡ୍ରଗ୍ସ ନୁହେଁ, ବରଂ ଏକ ବଡ଼ ଅସ୍ତ୍ରଶସ୍ତ୍ର ରାକେଟକୁ ମଧ୍ୟ ଜବତ କରିଛୁ। ଏଥିରେ ବିଭାଗର କିଛି ଅସାଧୁ ଅଫିସର ମଧ୍ୟ ସାମିଲ ଅଛନ୍ତି। ସୂର୍ଯ୍ୟ ଉଦୟ ହେଉଥିଲା। କୁହୁଡ଼ି ଧୀରେ ଧୀରେ ଅପସରି ଯାଉଥିଲା। ଚେକପୋଷ୍ଟରେ ଏବେ ଅନେକ ପୋଲିସ ଗାଡ଼ି ଏବଂ ଗଣମାଧ୍ୟମର ଭିଡ଼ ଜମିଥିଲା। ଟିନା ମାଥୁର ନିଜର ସେହି ମହିଳା ଶାଢ଼ୀ ଉପରେ ଏକ ଓଭରକୋଟ୍ ପିନ୍ଧି ସେଠାରେ ଠିଆ ହୋଇଯାଇଥିଲା। ତାଙ୍କ ମୁହଁରେ ଶାନ୍ତି ଥିଲା। ସହରର ଖବର କାଗଜଗୁଡ଼ିକରେ ହେଡଲାଇନ୍ ଛପା ହେଲା, ଏସ୍ପି ସିଂ ଅବତାର କ୍ଷୀରବାଲି ସାଜି ଧରିଲେ ଦୁର୍ନୀତିଖୋର ପୋଲିସକୁ। ବିକ୍ରମ ସିଂଙ୍କ ସମସ୍ତ ଷଡ଼ଯନ୍ତ୍ରରେ ଥିବା ଅନ୍ୟ 3 ଜଣଙ୍କ ବଡ଼ ଅଫିସରଙ୍କୁ ସେହିଦିନ ହିଁ ନିଲମ୍ବିତ କରାଗଲା।
ଏବଂ ଗିରଫ କରାଗଲା। ସନ୍ଧ୍ୟା ସମୟରେ ଟିନା ପୁଣି ଥରେ ସେହି ଚେକପୋଷ୍ଟକୁ ଗଲେ, କିନ୍ତୁ ଏଥର ସେ ନିଜର ପୂର୍ଣ୍ଣ ସମ୍ମାନ ଏବଂ ବର୍ଦ୍ଦିରେ ଥିଲେ। ସେଠାରେ ଏବେ ନୂଆ ଏବଂ ସାଧୁ ପୋଲିସ କର୍ମଚାରୀମାନେ ନିୟୋଜିତ ହୋଇଥିଲେ। ଯେଉଁ ଚାଷୀମାନେ ଭୟରେ ସେଠାକୁ ଯାଉଥିଲେ, ଆଜି ସେମାନଙ୍କ ମୁହଁରେ ଏକ ଆଶ୍ୱସ୍ତିର ହସ ଥିଲା। ଟିନା ସମସ୍ତ ପୋଲିସ କର୍ମଚାରୀଙ୍କୁ ଏକାଠି କରି କହିଲେ, ମନେ ରଖ, ଆମକୁ ମିଳିଥିବା ଏହି ବର୍ଦ୍ଦି ଏକ ଶକ୍ତି ନୁହେଁ, ଏହା ଏକ ଦାୟିତ୍ୱ। ଲୋକଙ୍କ ଲୁହ ପୋଛିବା ଆମର ଧର୍ମ, ସେମାନଙ୍କୁ ଲୁହ ଦେବା ନୁହେଁ। ଯେଉଁଦିନ ଆମେ ଜଣେ ଅସହାୟ ଲୋକର ବିଶ୍ୱାସ ଭାଙ୍ଗିବା, ସେଦିନ ଆମର ଅସୁସ୍ଥ ଶେଷ ହୋଇଯିବ। କାହାଣୀର ଶେଷରେ ଟିନା ନିଜ କ୍ୟାବିନେଟକୁ ଫେରିଗଲେ। ତାଙ୍କ ଟେବୁଲ ଉପରେ ସେହି ପୁରୁଣା ବାଇକ୍ର ଚାବି ରଖାଯାଇଥିଲା। ସେ ଜାଣିପାରିଥିଲେ ଯେ ସମାଜରୁ ଅପରାଧ ଶେଷ କରିବା ଏକ ଦିନର କାମ ନୁହେଁ, କିନ୍ତୁ ଏହା ଏକ ଏମିତି ଆରମ୍ଭ ଯାହା ଭବିଷ୍ୟତରେ ଅନେକଙ୍କୁ ପ୍ରେରଣା ଦେବ। ଶୀତଳ ପବନରେ ଟିନାଙ୍କ ଚେହେରାରେ ଏକ ଗର୍ବର ଚମକ ଥିଲା। ସେ ଥିଲେ ଏକ ନୂଆ ଭାରତର ଏକ ନୂଆ ପୋଲିସ ବାହିନୀର ପ୍ରତୀକ।